ମାଇନିଂ ବିଭାଗର ଦୋମୁହା ନୀତି। ଗୋଚର ଜମିର ଲକ୍ଷାଧିକ ଟଙ୍କାର ମାଟି ଚୋରି। ବିଭାଗ କାର୍ଯ୍ୟାନୁଷ୍ଠାନ ନେବା କଥା କହି ନେଲେ ନାହିଁ। କେସିଙ୍ଗା ଷ୍ଟାଡିୟମ ନିକଟସ୍ଥ ଗୋଚର ଜମିରୁ ଶହ ଶହ ଟ୍ରିପ୍ ମାଟି ଚୋରି ହେବାର ତଦନ୍ତ କରିବା ପାଇଁ ଆସିଥିବା ମାଇନିଂ ଉପନିର୍ଦ୍ଦେଶକ ଚୋରି ହୋଇଛି, ଯିଏ ଚୋରି କରିଛି ତା ବିରୁଦ୍ଧରେ ଏତଲା ହେବ ବୋଲି କହିଥିଲେ। ତଥାପି ବି ସ୍ଥାନୀୟ ଥାନାରେ ଏତଲା ହୋଇନଥିବା ଜଣାପଡ଼ିଛି। ଗତ କିଛି ଦିନ ହେଲା କିଛି ବ୍ୟକ୍ତି ନିଜର ବ୍ୟବସାୟ ପାଇଁ ଜେସିବି ଓ ଟ୍ରାକ୍ଟର ଲଗାଇ ମାଟି ଚୋରି ଦିନ ରାତି କରୁଥିଲେ। ଏହାର ଅଭିଯୋଗ ପାଇ ଜିଲ୍ଲାରେ ଥିବା ମାଇନିଂ ବିଭାଗର ଉପନିର୍ଦ୍ଦେଶକ ବି ସୋରେନ ଆସି ତଦନ୍ତ କରିଥିଲେ। ଗଣମାଧ୍ୟମକୁ ଗୋଚର ଜମିରୁ ମାଟି ଚୋରି ହୋଇଛି, ନିୟମ ଅନୁଯାୟୀ ଏତଲା ହେବ ବୋଲି କହିଥିଲେ। ହେଲେ କିଛି ନ ହେବାରୁ ବିଭାଗର ଏହା କେଉଁ ନୀତି ବୋଲି ପ୍ରଶ୍ନ ଉଠିଛି। ଦିନରାତି ମାଟି ଖୋଳୁଥିଲେ ବି ହଠାତ୍ ତଦନ୍ତ ଅଧିକାରୀ ଆସିଲା ବେଳକୁ ସବୁ ଗାଡ଼ି ଗାୟବ ହୋଇଥିଲା। ହେଲେ ମାଟି ଉଠିବା ସାମାଜିକ ଗଣମାଧ୍ୟମରେ ଏବେ ଘୁରି ବୁଲୁଛି।